ଶାନ୍ତି ଅଛି ଯୀଶୁଙ୍କ ପାଖରେ। ସେଠି ଲେଖା ହେଇ ଦେଖ 10 ଯେଉଁ ବିଷୟରେ ମନୁଷ୍ୟମାନେ କହନ୍ତି ଦେଖ ଏହା ନୂତନ ଏପରିକି କୌଣସି ବିଷୟ ଅଛି ତାହା ତ ପୂର୍ବେ ଆମମାନଙ୍କ ପୂର୍ବକାଳୀନ ସମୟରେ ଥିଲା। ଗଧ ମୂର୍ଖ ମାନେ ଦେଖ 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 ବାକ୍ୟ ଦେଖ, ବାକ୍ୟ କଣ କହୁଛି ଦେଖ ଟିକେ। ମନୁଷ୍ୟ ମାନେ ଜୟ ବିଷୟରେ ଯୋଉ ବିଷୟରେ ତମେ କହୁଛୁ କହିବାକୁ ଯିବ, କୋଉ ବିଷୟ ଦେଖେଇବ ପୃଥିବୀରେ? ଜ୍ଞାନୀ ମାନେ ପଣ୍ଡିତ ମାନେ ବଡ଼ ବଡ଼ ପାଠ ପଢିବା ବଡ଼ ବଡ଼ ଡକ୍ଟରିଂ ଯାକ କରିଥିବା ଲୋକମାନେ, କ୍ୱାଲିଫିକେସନ ଯାକ ପଚାରୁଥିବା ଲୋକମାନେ, ଯୋଉ ବିଷୟରେ ତମେ ପଚାରୁଛ ତାହା ତ ଏତି ପୂର୍ବରୁ ଥିଲା। ବାଇବେଲ କହୁଛି ଆମକୁ। ତୁ କଣ କହିବୁ? ବାଇବେଲରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟମାନେ ଯାହାକୁ କି ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କୁ ଛୁଇଁଛନ୍ତି, ତାଙ୍କ ସାଙ୍ଗେ ରହିଛନ୍ତି, ସେମାନେ କହିବା କଥା ସତ୍ୟ ନା ବଦମାସ ତୁ ଆଜିକାଲି ଆସିଛୁ, ତୁଇ କହିବା କଥା ସତ୍ୟ? କଣ କହୁଛୁ? ତୁ କେବର ପିଲା, ତୁ କେବର ମାନେ ମଣିଷ? ତତେ କଣ 100 ବର୍ଷ ହେଇଛି? ତତେ କଣ ଯୀଶୁଖ୍ରୀଷ୍ଟ 120 ବର୍ଷ ବଞ୍ଚିଛି ବୋଲି କହୁଛୁ? ତୋର ବାପା କଣ ସେତେବେଳେ ଥିଲା? ଜାଗ୍ରତ ତୋର ସେ ମାନେ ଜାଗ୍ରତ କଥା କହ। ଯୀଶୁଖ୍ରୀଷ୍ଟଙ୍କ ବିରୁଦ୍ଧରେ କଥା କହ ନାହିଁ, ତୋର ଲାଇଫ ବଦଳିଯିବ। ଜାଗ୍ରତ। ପ୍ରଭୁ ଅନୁଗ୍ରହ କଲେ, ଦୟା କଲେ ଯୀଶୁଙ୍କ ପାଖକୁ ଆସିବୁ। ପ୍ରଭୁ ଯଦି ଟର୍ନ ବୁଲେଇ ଦେଲେ ବୋଲି କହିଲେ ବାହାରି ଯିବୁ ଜୟପୁର ପଳେଇବୁ। ଜୟପୁର ବୋଲି ଜାଣିଛୁ ନା କୋରାପୁଟ ଭାଷାରେ ନର୍କ ଶୈତାନ ଆଉ ତାର ଲୋକମାନଙ୍କ ପାଇଁ ତିଆରି କରାଯାଇଛି। ଜାଣିଛୁ? ନର୍କ ଶୈତାନ ପାଇଁ ତାର ଅନୁକାରୀ ମାନଙ୍କ ପାଇଁ ତିଆରି କରିଛି। ଯେତିକି ଲୋକମାନେ ଶୈତାନର ପୂଜା କରୁଥିବେ, ଯେତିକି ଲୋକମାନେ ଶୈତାନର ଅନୁଗମନ କରୁଥିବେ, ସମସ୍ତେ ଯିବେ ଜୟପୁର। ଆମେ ମାତ୍ର ସ୍ୱର୍ଗପୁର ଯିବୁ। ଜାଣିଛୁ? ତୁ ଆମକୁ ମାରିଦେଲେ ମଧ୍ୟ ଆମେ ଯୀଶୁଙ୍କ ପାଖରେ ଥିବୁ। ଆମେ ବଞ୍ଚିଥିଲେ ଯୀଶୁ ଆମ ସାଙ୍ଗରେ ଥିବେ। ହାଲେଲୁୟା। এই କଥା ଭଲ କରି ମନେ ରଖ ମୋର ପ୍ରିୟ। ସତ୍ୟରେ ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ଲୋକମାନଙ୍କୁ ମୁଁ କହୁଛି, ଯୀଶୁଙ୍କ ପାଇଁ ଜୀବନ ଦେବି ବୋଲି କହିବା ଲୋକମାନଙ୍କୁ ମୁଁ କହୁଛି, ଯୀଶୁଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିଛି, ସେ ମୋର ଉଦ୍ଧାରକର୍ତ୍ତା, ସେ ମୋ ପାଇଁ ଆସିଛନ୍ତି, ମୋ ପାଇଁ ଜନ୍ମ ହେଇଛନ୍ତି ବୋଲି କହିବା ଲୋକମାନଙ୍କ ପାଇଁ କହୁଛି, ତୁମେ ମାନେ ସଦାସର୍ବଦା ପ୍ରସ୍ତୁତ ଥାଅ। ଯୀଶୁ ଆମ ପାଇଁ ଆସିଛନ୍ତି, ଆମମାନଙ୍କୁ ତାହାଙ୍କ ରାଜ୍ୟକୁ ନେବା ପାଇଁ। ଆମେ ସତ୍ୟରେ ବିଶ୍ୱାସ କରିବାକୁ ପଡିବ। ଜୟ ବିଷୟରେ କୋଉ ବିଷୟରେ ତୁ କହିବୁ? ତୋର ପରେ ଜ୍ଞାନୀ ମାନଙ୍କୁ ଆମେ ଅନେକ ଲୋକଙ୍କୁ ଦେଖି ସାରିଛୁ। ତୋର ପରେ ବୁଦ୍ଧିଜୀବୀ ମାନେ ବୋଲି ଭାବୁଛ। ତୋ ପାଖରେ ଗୋଟେ ଆଜ୍ଞା ଥିଲେ, ଆମଠାରୁ 100 ଗୁଣ 1000 ଗୁଣ ସେ ଆଜ୍ଞା ବେଶୀ ଜାଣିଛନ୍ତି ବୋଲି କହୁଥିଲେ। ସେ କୋଉ ବିଷୟ ଜାଣିଛନ୍ତି ଆଜ୍ଞା? ସେ କିଛି ଜାଣିନି। ଆପଣ ଜାଣିଛନ୍ତି। ଆମେ ବାଇବେଲ ବିଷୟ ଜାଣିଛୁ। ବାଇବେଲରେ ତ ଅନେକ ବିଷୟ ଲେଖା ହେଇଛି। এই ଜାଗତିକ ବିଷୟ ଜାଣିଛି। ଜାଗତିକ ବିଷୟ ଆମକୁ କଣ ଦରକାର? ସେ ଯୋଉ ବିଷୟରେ କହିଲେ ମଧ୍ୟ ତାହା ଏତି ପୂର୍ବରୁ ଥିଲା। ବାଇବେଲ କହୁଛି। କୋଉ ବିଷୟରେ ତୁ କହିବୁ? ମନୁଷ୍ୟମାନେ କହନ୍ତି ଦେଖ ଏହା ନୂତନ। କଣ ନୂତନ? ଏହା ନୂତନ। ନୂଆ ସରକାର ଆସିଛି। ନୂଆ ସରକାର ଡବଲ ଇଞ୍ଜିନ ସରକାର। ପୁଣି ନୂଆ ସରକାର ନାହିଁ ବାବୁ, ଇତି ପୂର୍ବରେ ସରକାର ଅରିଜିନାଲ ସରକାର ଥିଲା। ତୁ ଆସିବାଟା ନୂଆ, ତୋର ପାଇଁ ନୂଆ। ଏମିତିକା ସରକାର ମାନେ କେତେଟା ଚାଲିଗଲେ। ନୂଆ ସରକାର ଆସୁ, ନୂଆ ମାନେ ବିଷୟ ଗୁଡାକ ଆସୁ, ନୂଆ ସିନେମା ଯାକ ଆସୁ। ଆଜିକାଲି ଗୋଟେ ନୂଆ ସିନେମା ଗୋଟେ ବାହାରିଛି। ସେ ସତରେ ମାନେ ତାକୁ ଏମିତି ଗୋଟେ ପରମେଶ୍ୱର ପର ଦେଖୁ ଦଉଛନ୍ତି।
ଜଣେ ପୁରା ବାରେନ୍ କାଢ଼ିକିରି ପୁରା ଚିରାଚିରି ହେଇକିରି ଏମିତି ଅଣ୍ଟାପାଟି କରୁଛି ଯାହା କହିବାକୁ ନାହିଁ। ତାକୁ କେତେ ଟଙ୍କା ଦେଇଥିବି କ'ଣ କି? ମାନେ ଆଡଭର୍ଟାଇଜ ଆଜିକାଲି ପୁରା ଗୋଟେ ବେପାର ଚାଲିଛି, ଗୋଟେ ବିଜନେସ୍ ଚାଲିଛି। ଆମ ବିଷୟରେ ଏତିକି ଆଡଭର୍ଟାଇଜ କରିଦେଲେ ତତେ ଏତେ ଟଙ୍କା ଦେଇଦେବୁ। କୋଉ ବିଷୟରେ ତୁ କହିଲେ ମଧ୍ୟ ଯୀଶୁଙ୍କର ବିଷୟକୁ ଆସିଲା ବେଳକୁ ତୁ ନେଇକି ସିଧା ହେଇଯିବୁ। ଯୀଶୁ କହିଲେ ମୋ ଠାରେ ପାପ ଅଛି ବୋଲି ତୁମମାନଙ୍କ ଭିତରେ କିଏ ପ୍ରମାଣ ଦେଇପାରିବ? କିଏ ପ୍ରମାଣ ଦେଇପାରିବ? କେହି ପ୍ରମାଣ ଦେଇପାରିବେନି। ତେଣୁ এই ଜଗତରେ ନୂତନ ବିଷୟ ବୋଲି କିଛି ନାହିଁ। ସେ ସବୁ ବିଷୟ ତ ତାହା ତ ପୂର୍ବରେ ଆମମାନଙ୍କ ପୂର୍ବକାଳୀନ ସମୟରେ ଥିଲା। ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କି କିଛି ସ୍ମରଣ ଥାଏ କି ଅବା ଭବିଷ୍ୟତ କାଳରେ ଯେଉଁମାନେ ଉତ୍ପନ୍ନ ହେବେ ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନଥିବ। ଏସବୁ ବିଷୟ ମୁଁ ବର୍ତ୍ତମାନ ଆଗାମୀ ଦିନରେ କହିବି। ଆଗାମୀ ଦିନରେ କହିବି। ପ୍ରସ୍ତୁତ ହେଇଯାଅ। ଯେଉଁମାନେ ଜ୍ଞାନ ଅର୍ଜନ କରିବାର ଅଛି, ଯେଉଁମାନେ ସତ୍ୟ ମାର୍ଗ ଚାଲିବାର ଅଛି, ଯେଉଁମାନେ ପରମେଶ୍ୱରଙ୍କ ରାଜ୍ୟରେ ଉତ୍ତରାଧିକାରୀ ହେବାର ଅଛି, ସେମାନେ ଶୁଣ। ଥିବା ଲୋକମାନେ ଆମର ଭିଡ଼ିଓ ଦେଖିବା ଦରକାର ନାହିଁ। ଆଜିକାଲି ଆମ ଖ୍ରୀଷ୍ଟିଆନ ଲୋକମାନେ ମଧ୍ୟ ଯେଉଁମାନେ ବେକାର ବକି ଦେଉଥିବେ ସେମାନଙ୍କର କଥା ଏକା ଶୁଣିବେ। ଯେଉଁମାନେ ଭଣ୍ଡ ଶିକ୍ଷା ଦେଉଥିବେ, ଯେଉଁମାନେ ଆଡଭର୍ଟାଇଜ କଥା କହୁଥିବେ ସେମାନଙ୍କର କଥା ଏକା ଶୁଣିବେ। କିନ୍ତୁ ସତ୍ୟ ବାକ୍ୟ କହିବା ମୋର ପରେ ଦିନହୀନ ଲୋକମାନଙ୍କର କଥା ଶୁଣିବେ ନାହିଁ। ପ୍ରଭୁ ଯୀଶୁ ଦିନହୀନ ମାନଙ୍କ ପାଇଁ ଆସିଛନ୍ତି। ମୋର ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଦିନହୀନ ମାନଙ୍କୁ ପ୍ରେମ କରନ୍ତି। ପ୍ରଭୁ ଯୀଶୁ ଦିନହୀନ ମାନଙ୍କୁ ସ୍ନେହ କରନ୍ତି। ସେ ତାଙ୍କୁ ଆଭରନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ତାଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କର। ତାହେଲେ ତୁମେ ଆଉ ତୁମ ପରିବାର ପରିତ୍ରାଣ ପାଇବ, ରକ୍ଷା ପାଇବ। ଏ ଅନ୍ଧକାରରୁ, ଏଇ ମହାଘୋର ଅନ୍ଧକାରରୁ ରକ୍ଷା ପାଇବ। ଯିଶାୟା ପୁସ୍ତକରେ ଲେଖା ହେଇଛି, ଏ ଜଗତର ଲୋକମାନେ, ଏ ଜଗତ ଉପରକୁ ଅନ୍ଧକାର, ଘୋର ଅନ୍ଧକାର ଆସୁଅଛି। ଏ ଜଗତ ଉପରକୁ ଅନ୍ଧକାର, ଘୋର ଅନ୍ଧକାର ଆସୁଅଛି। ତାର 1-2 ଉଠ, ଦୀପ୍ତିମତୀ ହୁଅ, କାରଣ ତୁମର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ ଉପରେ ଉଦିତ ହୋଇଅଛି। କାରଣ ଦେଖ, ଅନ୍ଧକାର ପୃଥିବୀ କି ଓ ଘୋର ଅନ୍ଧକାର ଗୋଷ୍ଠୀ ବର୍ଗକୁ ଆଚ୍ଛନ୍ନ କରିବ। ମାତ୍ର ତୁମ ଉପରେ ସଦାପ୍ରଭୁ ଉଦିତ ହେବେ ଓ ତାହାଙ୍କର ପ୍ରତାପ ତୁମ ଉପରେ ଦେଖାଯିବ। ମୋର ପ୍ରିୟ ଲୋକମାନେ, ପ୍ରଭୁ ତୁମମାନଙ୍କୁ ଆଶୀର୍ବାଦ କରନ୍ତୁ।